କଳା ରାଜନ। କଳାବତୀ ନାମରେ ଏକ ରାଜ୍ୟ ଥିଲା। ସେଠିକାର ରାଜା ଇନ୍ଦ୍ରଦ୍ୟୁମ୍ନ ନାମରେ ଏକ ରାଜା ଥିଲେ। ତାଙ୍କର ଗୋଟିଏ ପୁତ୍ରର ନାମ ଥିଲା କଳା ରାଜନ। ତାଙ୍କର ଗୋଟିଏ ମାତ୍ର ସନ୍ତାନ ଥିଲା। ତାଙ୍କ ପତ୍ନୀ ମରିଯାଇଥିଲେ। ତାଙ୍କର ପୁତ୍ର ପ୍ରତ୍ୟେକ ଦିନ ସମସ୍ତ ଛାତ୍ର ଭଳି ଗୁରୁଙ୍କ ପାଖକୁ ଗୁରୁକୁଳ ଆଶ୍ରମକୁ ବିଦ୍ୟା ଅର୍ଜନ କରିବା ନିମନ୍ତେ ଯାଆନ୍ତି। ସେ କଳା ରାଜନ ପ୍ରତ୍ୟେକ ଦିନ ଯାଇ ତାଙ୍କ ଗୁରୁଙ୍କୁ ପ୍ରଣାମ କରନ୍ତି। ତାଙ୍କ ଗୁରୁ ସବୁବେଳେ ତାକୁ ଆଶୀର୍ବାଦ କରି କୁହନ୍ତି ଯେ ତୁମକୁ କଳାବତୀ ପରାପତ ହେଉ। ଏମିତି ଅନେକ ଦିନ ବିତିଗଲା। କଳା ରାଜନ ଦିନକୁ ଦିନ ବଡ଼ ହେଉଥାଏ। ଯେତେଥର କଳା ରାଜନ ତାର ଗୁରୁଙ୍କୁ ପ୍ରଣାମ କରେ, ତାର ଗୁରୁ ସେତେଥର କୁହନ୍ତି ତୁମକୁ କଳାବତୀ ପରାପତ ହେଉ। ଏମିତି କଳା ରାଜନକୁ 20 ବର୍ଷ ପୁରିଲା। ଦିନେ କଳା ରାଜନ ତା ଗୁରୁଙ୍କୁ ପଚାରିଲା ଯେ ଗୁରୁ, ମତେ ତ ତୁମେ ସବୁବେଳେ କହୁଛ ମତେ କଳାବତୀ ପରାପତ ହେଉ ବୋଲି। କଳାବତୀ କୋଉଠି ଅଛି ମତେ କୁହ, ମୁଁ ଯିବି। ତାଙ୍କ ଗୁରୁ କହିଲେ, କଳାବତୀ 7 ସମୁଦ୍ର ଦୂରରେ ଅଛି। ପାହାଡ଼ ପର୍ବତ ନଦୀ ନାଳ ଡେଇଁ ଗଲେ ତୁ ତାକୁ ପାଇବୁ। କିନ୍ତୁ ମନେ ରଖ, ସେ ତାଙ୍କର 5 ଭାଇ। 5 ଭାଇରେ ଗୋଟେ ଭଉଣୀ। କିନ୍ତୁ ତା ଭାଇମାନେ ଅସୁର। ସିଏ ତତେ ଦେଖିଲେ ଖାଇଦେବେ। ତ କଳା ରାଜନ କହିଲା, ସେ ଯାହା ହେଉନା କାହିଁକି ମୁଁ ନିଶ୍ଚୟ ଯାଇ କଳାବତୀକୁ ନେଇ ଆସିବି। ତାଙ୍କ ଗୁରୁକୁ ପ୍ରଣାମ କରି ଆଜ୍ଞା ମାଗିଲା। ତାଙ୍କ ଗୁରୁ ଗିଲ ମଞ୍ଜି ମୁଠେ ଦେଲେ ଏବଂ ଖଣ୍ଡେ କଣ୍ଟା ବାଉଁଶ ଖଣି ଖଣ୍ଡେ ଦେଲେ ଏବଂ ଗୋଟେ ପଟଲରେ ପାଣି ଟିକେ ଦେଲେ ଏବଂ ଗୋଟେ ପଥର ଖଣ୍ଡିଏ ଦେଲେ। ସେ ସମଗ୍ର ସାମଗ୍ରୀକୁ ଧରି କଳା ରାଜନ ବାହାରି ପଡ଼ିଲା ତାର କଳାବତୀକୁ ଖୋଜିବା ନିମନ୍ତେ। ତ ଏମିତି ଯାଉ ଯାଉ ବହୁତ ଦୂର ବିତିଗଲା ଏବଂ ଅନେକ ଦିନ ମଧ୍ୟ ବିତିଗଲା। ସେ କଳା ରାଜନ ତାର କଳାବତୀକୁ ସବୁଆଡ଼େ ଖୋଜୁଥାଏ। ତ ସେ ପାଇବା ପୂର୍ବରୁ ଦର୍ଶକ ବନ୍ଧୁ, ଯଦି ଗପଟି ଆପଣଙ୍କୁ ଭଲ ଲାଗେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟରେ ଜଣାଇବେ ଗପଟି କେମିତି ଲାଗିଲା। ତ କଳା ରାଜନ ଖୋଜି ଖୋଜି ଯାଇ ପହଞ୍ଚିଗଲା ଯେଉଁଠି କଳାବତୀ ଥିବା ଜାଗାରେ। ସେ ଦେଖିଲା ଯେ ତାର 5 ଭାଇ ଯାକ ବହୁତ ଭୟଙ୍କର ଥିଲେ। ସେ ତାଙ୍କ ଭଉଣୀକୁ ଏକ ଗୁମ୍ଫା ଭିତରେ ବା ଏକ ଉଆସ ଥିଲା ସେଇ ଭିତରେ ଛାଡ଼ି ଦେଇ ସେ 5 ଭାଇଙ୍କ ଗୁମ୍ଫା ଚାରିପଟେ ପହରା ଦେଉଥିଲେ। କିନ୍ତୁ ଯେହେତୁ ସନ୍ଧ୍ୟା ହୋଇଯାଇଥିଲା, କଳା ରାଜନ ଆଉ ଯାଇ କଳାବତୀକୁ ଦେଖା କରିପାରିଲା ନାହିଁ। ତ ସେ ଏକ ଗଛ ଉପରେ ଚଢ଼ି ସେହି ରାତିକୁ ଅପେକ୍ଷା କଲା ଏବଂ ସକାଳ ହେଲା, ରାତି ପାହିଗଲା। ତ ତା ଭାଇମାନେ, କଳାବତୀର ଭାଇମାନେ ଶିକାର କରିବା ପାଇଁ ବାହାରି ପଡ଼ିଲେ। କଳା ରାଜନ ସେହି ସମୟର ସୁଯୋଗ ଭିତରେ ଯାଇ କଳାବତୀ ପାଖରେ ପହଞ୍ଚିଗଲା। ଯେତେବେଳେ ଦେଖିଲା କଳାବତୀ ଅଚେତ ହୋଇ ପଡ଼ିଛି, ତା ପାଖରେ ଏକ ଧଳା ଫୁଲ, ଏକ କଳା ଫୁଲ ଥୁଆ ହୋଇଛି। ସେ କଳା ରାଜନ ଧଳା ଫୁଲଟିକୁ ଶୁଙ୍ଘେଇ ଦେଲା ପରେ କଳାବତୀ ସାଙ୍ଗେ ସଙ୍ଗେ ଉଠି ପଡ଼ିଲା ଏବଂ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୁମେ କିଏ? କଳା ରାଜନ କହିଲା, ମୁଁ କଳା ରାଜନ ବହୁତ ଦୂରରୁ ତୁମ ପାଇଁ ଆସିଛି। ତୁମକୁ ମୁଁ ଭଲ ପାଉଛି ଏବଂ ବିବାହ କରିବା ପାଇଁ ମଧ୍ୟ
ଚାହୁଁଛି। କଳାରାଜନ କଳାବତୀର ରୂପ ଦେଖି ମୋହିତ ହୋଇଯାଇଥିଲା। ସେହିଭଳି ମଧ୍ୟ କଳାବତୀ କଳାରାଜନର ରୂପ ଦେଖି ତାକୁ ଭଲ ପାଇ ବସିଲା। ତ ସେ କଳାବତୀ ତାର ଭାଇମାନଙ୍କ ବିଷୟରେ ସମସ୍ତ ବିବରଣୀ କଳାରାଜନକୁ କହିଲା। ତା ଭାଇମାନେ ଅତି ନୃଶଂସ। ସେ ଯଦି କଳାରାଜନକୁ ଦେଖିବେ ତାହେଲେ ସାଙ୍ଗେ ସାଙ୍ଗେ ତାକୁ ଖାଇଦେବେ। ତ ଏ ସର୍ବ କଥା ବୁଝାଇ କହିଲା। କଳାବତୀ କହିଲା, ମୁଁ ତୁମକୁ ସନ୍ଧ୍ୟା ହେଲେ ମାଛି ରୂପ କରିଦେବି। ତୁମେ ମାଛି ହୋଇ ଏପଟ ସେପଟ ଉଡ଼ି ଉଡ଼ି ବୁଲୁଥିବ। ମୋ ଭାଇମାନେ ଶିକାରକୁ ଗଲା ପରେ ଏହି ଖଟରେ ଯେଉଁ ଗଡ଼ଗଡ଼ା ମାଳଟି ଅଛି ସେହି ମାଳ ଉପରେ ବସି ପଡ଼ିଲେ ତୁମେ ମଣିଷ ହୋଇଯିବ। ଏହା କହି ସେ ଦୁଇ ଜଣଯାକ ଯାଇ ଭୋଜନ କରି ଖାଇ ପିଇ ଆନନ୍ଦରେ ବୁଲିଲେ। ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହୋଇଗଲା ପରେ ସେ କଳାରାଜନକୁ ଏକ ମାଛି ରୂପରେ ପରିଣତ କରିଦେଲା ଏବଂ ସେ ଯାଇ ତା ଆସନ ଉପରେ କଳା ଫୁଲଟି ଶୁଙ୍ଘି ଅଚେତ ହୋଇଗଲା। କଳାରାଜନ ମାଛି ରୂପରେ ଉଡ଼ି ବୁଲୁଥାଏ। ଯେତେବେଳେ ତା ଭାଇମାନେ ଆସିକି ପହଞ୍ଚିଲେ, ସେ କଳାରାଜନର ବାସ୍ନାରୁ ଜାଣିଦେଲେ ଯେ ଏଠିକି କେଉଁ ମାନବ ଆସିଛି। ସେ ସଙ୍ଗେ ସଙ୍ଗେ ଯାଇ ପାଟି କରି କହିଲେ, କଳାବତୀ, ତୁ କାହାକୁ ଆଣି ଲୁଚେଇକି ରଖିଛୁ? ଜଲ୍ଦି ଆଣିକି ଆମ ପାଖରେ ପହଞ୍ଚ କର, କାରଣ ଏଠି ନର ବାସନା ବାସି ଯାଉଛି, ପୁରୁଷ ବାସନା ବାସି ଯାଉଛି। ସଙ୍ଗେ ସଙ୍ଗେ କହିଯାଇ କଳାବତୀକୁ ଧଳା ଫୁଲ ଶୁଙ୍ଘାଇ ଚେତା କରେଇଲେ ଏବଂ କଳାବତୀକୁ କହିଲେ, ତୁ କେଉଁ ଲୋକକୁ ବା କେଉଁ ପୁରୁଷକୁ ଆଣିକି ଏଠି ରଖିଛୁ? ଆମକୁ ଦେ, ଆମେ ତାକୁ ଖାଇବୁ। ତ କଳାବତୀ କହିଲା, ଭାଇ, ତୁମେମାନେ ତ ମୋତେ ମାରିଦେଇ ଶିକାରକୁ ଯାଉଛ ଏବଂ ସନ୍ଧ୍ୟାବେଳେ ଆସିଲେ ମୋତେ ପୁନର୍ବାର ବଞ୍ଚଉଛ। ମୁଁ ବା କାହାକୁ ଆଣିକି ରଖିଛି? ମୁଁ ତ କାହାକୁ ରଖିନି। ଏହା କହିସାରିଲା ପରେ ତା ଭାଇମାନେ ବୁଝିଗଲେ, କିନ୍ତୁ ତାଙ୍କ ମନରେ ସନ୍ଦେହ ଥିଲା ଯେ କଳାବତୀ ଆମକୁ ଠକୁଛି। ତ ଏମିତି କିଛି ଦିନ ବିତିଗଲା। ପ୍ରତ୍ୟେକ ଦିନ ସେମାନେ ଶିକାରକୁ ଗଲା ପରେ କଳାବତୀ ଏବଂ କଳାରାଜନ ସେଠି ବୁଲାବୁଲି କରନ୍ତି ଏବଂ ଖିଆପିଆ କରି ଆନନ୍ଦରେ ଜୀବନ ଅତିବାହିତ କରନ୍ତି। କିନ୍ତୁ ଶେଷରେ ସନ୍ଧ୍ୟାବେଳେ ତାକୁ ମାଛି କରିଦିଏ। ଆଗକୁ ଜାଣିବା ପାଇଁ ଚାହୁଁଥିଲେ କଳାରାଜନ ଏବଂ କଳାବତୀ ସହିତ କ'ଣ ହୋଇଥିଲା, ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ